ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଓଡ଼ିଆ। ଓକେ, ଏଠି କ'ଣ ନା ଫାର୍ଷ୍ଟ ଏଠି ଶିକ୍ଷୟିତ୍ରୀଙ୍କ ନାମ ଜାଗା ତା ନାଁ ଲେଖିବ, ରୋଲ୍ ନମ୍ବର, ତାରିଖ, ବିଦ୍ୟାଳୟ ନାଁ ସବୁ ଲେଖିବ। ଓକେ, ଆମେ ଡାଇରେକ୍ଟ କ'ଣ ନା କୋଶ୍ଚିନ୍କି ଯିବା। ଦେଖ 1 ନମ୍ବର କ'ଣ ଦେଇଛି। ଦେଖ 1 ନମ୍ବର ଦେଇଛି କ'ଣ ନା ଅନୁଚ୍ଛେଦଟିକୁ ପଢ଼ି ଦିଆଯାଇଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ଓକେ, ଦେଖ ଅନୁଚ୍ଛେଦର କ'ଣ ଦେଇଛି ନା ବିଜ୍ଞାନ ଓ କାରିଗରୀ ବିଦ୍ୟାର ନଥିବା ବିକାଶର ପ୍ରସାର ଓ ପ୍ରଭାବ ବଢ଼ୁଛି। ଏହା ଫଳରେ ରେଡ଼ିଓ, ଟେଲିଭିଜନ, ଚଳଚ୍ଚିତ୍ର ଆଦି ଗଣମାଧ୍ୟମର ବିକାଶ ହୋଇଛି। ଆନନ୍ଦ ଓ ଆମୋଦ ଦେବା ସଙ୍ଗେ ସଙ୍ଗେ ସେସବୁ ଶିକ୍ଷାର ଏକ ଅଭିନବ ଉତ୍ସରୂପ କାର୍ଯ୍ୟ କରୁଛି। ତେଣୁ ସେବେଳ ପରି ଏ ବେଳରେ ଗୁରୁ ଆଉ ଜ୍ଞାନ ଦାନର ଏକମାତ୍ର ଅଧିକାରୀ ହୋଇନାହାନ୍ତି। ଶ୍ରେଣୀ କୋଠରୀ ଜ୍ଞାନାର୍ଜନର ଏକମାତ୍ର ପରିସର ହୋଇ ରହିନାହିଁ। ଏଭଳି ସ୍ଥଳରେ ଗୁରୁ ଶିଷ୍ୟ ସମ୍ପର୍କ ନିୟାମକ ଓ ପ୍ରାଥିକାର ଭିତ୍ତିକ ନ ହୋଇ ସହାୟକ, ସହଯୋଗୀ ଓ ଉତ୍ସାହପ୍ରଦ ହେବା ଉଚିତ। ଶିକ୍ଷାଳୟ ଏକ ପରମ୍ପରାଗତ ଅନୁଷ୍ଠାନରେ ପରିଣତ ନ ହୋଇ ଏକ ସାମାଜିକ ଗବେଷଣାଗାର ହେବ। ଗୁରୁ ଓ ଶିଷ୍ୟ ହେବେ ସାମାଜିକ ଇଞ୍ଜିନିୟର। ଚିରାଚରିତ ଓ ଚିରନ୍ତନ ମୂଲ୍ୟବୋଧରୁ ପୁନଃ ମୂଲ୍ୟାୟନ କରାଯିବ। ସମାଜର ସୁରକ୍ଷା ଓ ନୂତନ ସମାଜର ସୃଷ୍ଟି, ଏହି ଉଭୟ ଦିଗରେ କାର୍ଯ୍ୟ କରାଯିବ। ଓକେ, ତାପରେ ଦେଖ କରେ କ'ଣ ଲେଖା ହେଇଛି କୋଶ୍ଚିନ୍ ଦେଖିବା। ଦେଖ କରେ କ'ଣ ଦେଇଛି ନା ବିଜ୍ଞାନ ଓ କାରିଗରୀ ବିଦ୍ୟାର ପ୍ରସାର ଫଳରେ କ'ଣ ହେଉଛି। ଆନ୍ସର ହେବ କ'ଣ ନା ଆନ୍ସର ହେବ ବିଜ୍ଞାନ ଓ କାରିଗରୀ ବିଦ୍ୟାର ପ୍ରସାରରେ ରେଡ଼ିଓ, ଟେଲିଭିଜନ, ଚଳଚ୍ଚିତ୍ର ଆଦି ଗଣମାଧ୍ୟମର ବିକାଶ ହେଉଛି। ଖରେ କ'ଣ ଦେଇଛି ନା ଗଣମାଧ୍ୟମ ଗୁଡ଼ିକୁ କିଭଳି ଭାବରେ କାର୍ଯ୍ୟ କରୁଛି। ଆନ୍ସର କ'ଣ ହେବ ନା ଗଣମାଧ୍ୟମ ଗୁଡ଼ିକ ଆନନ୍ଦ ଓ ଆମୋଦ ସହ ଶିକ୍ଷାର ଅଭିନବ ଉତ୍ସ ରୂପେ କାର୍ଯ୍ୟ କରୁଛି। ତାହେଲେ ଘରେ କ'ଣ ଦେଇଛି ଦେଖ ନା ଗୁରୁ ଶିଷ୍ୟର ସମ୍ପର୍କ କିପରି ହେବା ଉଚିତ। ଆନ୍ସର ହେବ କ'ଣ ନା ଆନ୍ସର ହେବ ଗୁରୁ ଶିଷ୍ୟର ସମ୍ପର୍କ ସହାୟକ, ସହଯୋଗୀ ଓ ଉତ୍ସାହପ୍ରଦ ହେବା ଉଚିତ। ଘର କ'ଣ ଦେଇଛି ନା ଶିକ୍ଷାଳୟ କେଉଁଥିରେ ପରିଣତ ହେବ। ଆନ୍ସର ହେବ ଏଟା କ'ଣ ନା ଶିକ୍ଷାଳୟ ଏକ ସାମାଜିକ ଗବେଷଣାଗାରରେ ପରିଣତ ହେବ। ଓକେ, ତାପରେ ଦେଖ କ'ଣ ଦେଇଛି। ଦେଖ ରେ ଦେଇଛି କ'ଣ ନା କାହାର ପୁନଃ ମୂଲ୍ୟାୟନ କରାଯିବ। ଏହାର ଆନ୍ସର କ'ଣ ହେବ ନା ଚିରାଚରିତ ଓ ଚିରନ୍ତନ ମୂଲ୍ୟବୋଧର ପୁନଃ ମୂଲ୍ୟାୟନ କରାଯିବ। ଓକେ, ତାହେଲେ 2 ନମ୍ବର ଦେଇଛି କ'ଣ ନା କବିତାକୁ ପଢ଼ି ନିମ୍ନ ପ୍ରଶ୍ନର ଉତ୍ତର ଲେଖ। କ'ଣ ଦେଇଛି କବିତାରେ। କ'ଣ ଦେଇଛି ନା ଉଠରେ ଉତ୍କଳ ସନ୍ତାନ, ଉଠିବୁ ତ କେତେ ଦିନ, ପୂର୍ବ ଗୌରବ ପୂର୍ବ ସାହସ, ପଢ଼ି ପକେ କେବେ ମନ, ତୁପରା ବୋଲାଉ ଉତ୍କଳ ସନ୍ତାନ, ତେବେ କିମ୍ପା ଏତେ ଭୀରୁ, ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ, ଜାତି ନନ୍ଦିଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥି କଲେ ଟାଣେ କିରେ ଗାଡ଼ି, ଦାନାରେ ଦୌଡ଼ବା ଘୋଡ଼ା ମୁହେଁ ବନ୍ଧା ହେଲେ। ତାପରେ କ'ଣ ଦେଇଛି ଦେଖ। ତାପରେ କ'ଣ ଦେଇଛି ନା ତୋଷ ମତ ଛାଡ଼ି ସ୍ୱାର୍ଥ ପରିହରି ସତ୍ୟକୁ ଆଶ୍ରୟ କର, 2 ଦିନ ପରେ ସ୍ୱାଧୀନ ରାଷ୍ଟ୍ରରେ ମଙ୍ଗଳ ହୋଇବ ତୋର। ଏଇଟା କିଏ ଲେଖିଛନ୍ତି ନା ମଧୁସୂଦନ ଦାସ। ଦେଖ କୋଶ୍ଚିନ୍ କ'ଣ ଦେଇଛି ନା କର ଦେଇଛି ଦିଆଯାଇଥିବା କବିତାର ରଚୟିତା କିଏ। ଆନ୍ସର ହେବ କ'ଣ ନା ଏହି କବିତାର ରଚୟିତା ମଧୁସୂଦନ ଦାସ। ତାର ଖ ଦେଇଛି କ'ଣ ନା ସେ କେଉଁମାନଙ୍କୁ ଉଦ୍ବୋଧନ ଦେଇଛନ୍ତି। ଏହାର ଆନ୍ସର କ'ଣ ହେବ ନା ସେ ଉତ୍କଳ ସନ୍ତାନମାନଙ୍କୁ ଉଦ୍ବୋଧନ କରିଛନ୍ତି ବା ଦେଇଛନ୍ତି। ଘର କ'ଣ ଦେଇଛି ନା କବି ସନ୍ତାନମାନଙ୍କୁ କାହିଁକି ଭୀରୁ ବୋଲି କହିଛନ୍ତି। ଆନ୍ସର ହେବ କ'ଣ ନା ସେମାନେ ମାଆର ରୋଦନକୁ ଦେଖିବା ସତ୍ତ୍ୱେ କିଛି କହୁନଥିବାରୁ କବି ସନ୍ତାନମାନଙ୍କୁ ଭୀରୁ ବୋଲି କହିଛନ୍ତି। ଓକେ, ତାପରେ ଘର ଦେଇଛି କ'ଣ ନା କବି ଓଡ଼ିଆ ଜାତିକୁ କାହା ସହିତ ତୁଳନା କରିଛନ୍ତି। ଆନ୍ସର ହେବ କ'ଣ ନା କବି ଓଡ଼ିଆ ଜାତିକୁ ନନ୍ଦିଘୋଷ ରଥ ସହିତ ତୁଳନା କରିଛନ୍ତି। ତାପରେ କ'ଣ ଦେଇଛି ନା ଓଡ଼ିଆ ଲୋକମାନଙ୍କୁ କ'ଣ ସବୁ ପରିତ୍ୟାଗ କରିବା ପାଇଁ କବି ଉପଦେଶ ପ୍ରଦାନ କରିଛନ୍ତି। ତାର ଆନ୍ସର କ'ଣ ହେବ ନା କବି ଓଡ଼ିଆ ଲୋକମାନଙ୍କୁ ତୋଷ ନାଚ ଓ ସ୍ୱାର୍ଥ ତୋଷମତ ଓ ସ୍ୱାର୍ଥ ପରିତ୍ୟାଗ କରିବାକୁ ଉପଦେଶ ଦେଇଛନ୍ତି। ଓକେ, ତାପରେ ଦେଖ 3 ନମ୍ବର କ'ଣ ଦେଇଛି। 3 ନମ୍ବର ଦେଖିବା ପୂର୍ବରୁ କ'ଣ ନା ଯଦି ଚ୍ୟାନେଲରେ ନୂଆ ଅଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନି ଚ୍ୟାନେଲକୁ ସବସ୍କ୍ରାଇବ୍ କର ଆଉ ବେଲ୍ ଆଇକନ୍ରେ ଅଲ୍ ସିଲେକ୍ଟ କର, ଯାହାଫଳରେ କି ତୁମେ ଯେଉଁ ସବୁ କୋଶ୍ଚିନ୍ ଆସୁଛି ତୁମେ କ'ଣ ପାଇପାରିବ। ଓକେ, ତ ଦେଖ 3 ନମ୍ବର କ'ଣ ଦେଇଛି। 3 ନମ୍ବର ଦେଇଛି ସରଳ ଭାଷାରେ ବୁଝାଇ ଲେଖ। କର ଦେଇଛି କ'ଣ ନା ସୁପ୍ତ ମୁହଁ ମୁଖେ ନ ପଶେ ଆହାର, ସୌମ୍ୟ ପିପିଳିକା ପୁରାଏ ଭଣ୍ଡାର। ମାନେ କ'ଣ ଶୋଇଥିବା ସିଂହ ମୁହଁରେ କେବେ ମାନେ ଖାଦ୍ୟ ଯାଇ ପଶିଯିବ କି, ପଶିବନି। ଆଉ କ'ଣ ଦେଇଛି ନା ଶ୍ରମ ପିପିଳିକା ପୁରାଏ ଭଣ୍ଡାର। ମାନେ କ'ଣ ପିପିଳିକା ମାନେ କ'ଣ ପିମ୍ପୁଡ଼ି ପରିଶ୍ରମ କରି କ'ଣ
ତା ଭଣ୍ଡାରକୁ ପୂର୍ଣ୍ଣ କରୁଛି। ଏଇଟାକୁ ତୁମେ କ'ଣ ସରଳ ଭାଷାରେ ବୁଝେଇକି ଲେଖିବ। ଖରେ ଦେଇଛି କ'ଣ ନା ଅନ୍ୟର ପ୍ରାଣ ନ ଦେଇ ନିଜ ପ୍ରାଣ ଦେବା, ଜୀବନ ଦେଇ ଜୀବନ ଲାଭ କରିବା କଳାରେ କ'ଣ ସିଦ୍ଧହସ୍ତ ହେବାକୁ ପଡ଼େ। ଯଦି ଏ ଦୁଇଟା ଯାକ ତୁମକୁ ନ ଆସିବ ତାହେଲେ ମୋ ଟେଲିଗ୍ରାମ ଲିଙ୍କ୍ ମୁଁ ଡିସ୍କ୍ରିପ୍ସନରେ ଦେଇଦେବି, ଟେଲିଗ୍ରାମ ଜଏନ୍ ହେଇଯାଅ, ମୁଁ ସେଥିରେ ଛାଡ଼ିଦେବି। ଓକେ, ତାପରେ ଦେଖ 4 ନମ୍ବର କ'ଣ ଦେଇଛି। 4 ନମ୍ବର କ'ଣ ଦେଇଛି ନା ନିମ୍ନ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ଖର କ'ଣ ଦେଇଛି ନା ଗୋପାଳ ଚାକିରି କଲା ପରେ ହରିସିଂର ବ୍ୟସ୍ତତା ବଢ଼ିଗଲା କାହିଁକି। ଆଉ ଖର ଦେଇଛି କ'ଣ ନା ଗୋପାଳକୁ ଇଂରେଜ ପଢ଼ାଇବା ପାଇଁ ହରିସିଂ କାହିଁକି ଇଚ୍ଛା କରିଥିଲେ। এই দুইটা କ'ଣ କରିବ ନା ଏଇ ଦୁଇଟା ତୁମେ ସେ ଟିକେ ଲଙ୍ଗ୍ ଟାଇପ୍ ରହିବ, ଏଇଟା ତୁମେ ବହିରୁ ଖୋଜିକି ଲେଖିଦେବ। ଓକେ, ତାପରେ ଦେଖ 5 ନମ୍ବର କ'ଣ ଦେଇଛି। 5 ନମ୍ବର ଦେଇଛି କ'ଣ ନା ନିର୍ଦ୍ଦେଶ ଅନୁସାରେ ଉତ୍ତର ଦିଅ। ଯାହା ଲେଖା ହେଇଛି ତାକୁ ଦେଖିକି ଉତ୍ତର ଦେବ। ଆଉ କରେ କ'ଣ ଦେଇଛି ନା ସୁକ୍ତ ଶବ୍ଦର ବିପରୀତ ଶବ୍ଦ କ'ଣ। ଆନ୍ସର କ'ଣ ଜାଗ୍ରତ। ତାପରେ ଖରେ ଦେଇଛି କ'ଣ ନା ପଲ୍ଲବର ଗୋଟିଏ ପ୍ରତିଶବ୍ଦ ଲେଖ। କ'ଣ ହେବ ଆନ୍ସର ହେବ ପତ୍ର। ଗ ଦେଇଛି ଲିଙ୍ଗ ପରିବର୍ତ୍ତନ କର। ଶୂଦ୍ରର କ'ଣ ହେବ ନା ଶୂଦ୍ରୀ। ତାପରେ ଗ ଦେଇଛି କ'ଣ ନା ମୋହମାୟା ଭଳି ଆଉ ଗୋଟିଏ ଶବ୍ଦ ଲେଖ। କ'ଣ ନା ଜଗତମାୟା। ତାପରେ ଦେଇଛି ସന്ധି ବିଚ୍ଛେଦ କର। ଜଗନ୍ନାଥ କ'ଣ ହେବ ନା ଜଗତ ଯୁକ୍ତ ନାଥ। ଓକେ, ତାପରେ ଚ ଦେଇଛି କ'ଣ ନା ବାକ୍ୟରେ ଥିବା ବିଶେଷଣ ପଦଟିକୁ ଚିହ୍ନଟ କର। ବାକ୍ୟ କ'ଣ ଦେଇଛି ନା ସୈନିକମାନେ ଆମ ଦେଶର ଜାଗ୍ରତ ପ୍ରହରୀ। ଏଇଟା ବିଶେଷଣ ପତ୍ର କ'ଣ ନା ଜାଗ୍ରତ। ତାପରେ 6 ଦେଇଛି କ'ଣ ନା ବାକ୍ୟ ଗଠନ କର। ଗୌରବକୁ ଲଗେଇ ଗୋଟେ ବାକ୍ୟ ଗଠନ କର। ଲେଖିବ କ'ଣ ନା ଉତ୍କଳର ପୂର୍ବତନ ଗୌରବ ଅତ୍ୟନ୍ତ ଉଜ୍ଜଳ ଥିଲା। ଓକେ, ତାପରେ ଜ ଦେଇଛି କ'ଣ ନା ଆଖି ପକେଇବା। ରୂଢ଼ିର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ହେବ ଠିକ୍ ଉତ୍ତରଟିଏ କ'ଣ ଠିକ୍ ଚିହ୍ନ ଦିଅ। ତାହେଲେ କ'ଣ ହେବ ଆଖି ପକେଇବା ମାନେ କ'ଣ ନା ନଜର ପକେଇବା, ଆଇଭିଟା। ଓକେ, ତାପରେ ଦେଖ 6 ନମ୍ବର କ'ଣ ଦେଇଛି। ଦେଖ 7 ନମ୍ବର କ'ଣ ଦେଇଛି ନା ନିମ୍ନଲିଖିତ ପ୍ରସଙ୍ଗ ମଧ୍ୟରୁ 70-80 ଶବ୍ଦ ମଧ୍ୟରେ ଯେକୌଣସି ଗୋଟିଏ ବିଷୟରେ ଲେଖ। କ'ଣ ଦେଇଛି ନା ସଡ଼କ ସୁରକ୍ଷା ଆଉ ପରିବେଶ ସୁରକ୍ଷା ଦୁଇଟା ଭିତରୁ ତୁମେ କ'ଣ ଯେଉଁଟା ହେଲେ ଗୋଟେ ଲେଖିବ। ଆଉ 7 ନମ୍ବର ଦେଇ ଯେଉଁ 6 ନମ୍ବର ଦେଇଛି ଏଇଟା 7 ନମ୍ବର କ'ଣ ଦେଇଛି ନା ତୁମ ଦେହ ଅସୁସ୍ଥ ହେବାରୁ ତୁମ ବିଦ୍ୟାଳୟରେ 5ମ ଆଉ 7ମ ପିରିୟଡ଼ ପର୍ଯ୍ୟନ୍ତ ଅନୁପସ୍ଥିତ ରହିବାକୁ ଚାହୁଁଛ। ଛୁଟି ମଞ୍ଜୁରୀ ନିମନ୍ତେ ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଲେଖ। କ'ଣ ନା ଗୋଟେ ଦରଖାସ୍ତ ଲେଖିବ, ଆଉ ଏଥିରେ ରଚନା ଦୁଇଟାରୁ କ'ଣ ଗୋଟେ ରଚନା ଲେଖିବ। ଓକେ, ଯଦି ଭିଡ଼ିଓଟି ଭଲ ଲାଗିଥିବ କ'ଣ ଭିଡ଼ିଓକୁ ଲାଇକ୍ କର, ସେୟାର କର, କ'ଣ କମେଣ୍ଟ କର। ଓକେ, ଥ୍ୟାଙ୍କ ୟୁ।